ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା 1050 କୋଟି ବାଣ୍ଟିଲେ ସରକାର। ତ ଦେଖନ୍ତୁ ଯଦି ଆପଣମାନେ ସିଏମ୍ କିଷାନ ଯୋଜନା ହିତାଧିକାରୀ ଅଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଖୁସି ଖବର। ଅପେକ୍ଷା କରିଥିଲେ ଏବେ ମଧ୍ୟ ମିଳିଯାଇଛି ସିଏମ୍ କିଷାନ ଟଙ୍କା 2000 ଟଙ୍କା। ତ ଦେଖନ୍ତୁ କଣ ଅପଡେଟ୍ ରହିଛି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ ଟଙ୍କା। ଅକ୍ଷୟ ତୃତୀୟରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇଲେ ରାଜ୍ୟ ସରକାର। ପଞ୍ଜୀକୃତ ଚାଷୀଙ୍କ ଖାତାକୁ 2000 ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ। ମୋଟ 50 ଲକ୍ଷ 16 ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଲେ ସିଏମ୍ କିଷାନ ଟଙ୍କା। ପ୍ରାୟ 50 ଲକ୍ଷ ନାମମାତ୍ରା ଓ କ୍ଷୁଦ୍ର ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। 1000 କୋଟିରୁ ଅଧିକ ଟଙ୍କା ସିଏମ୍ କିଷାନ ଯୋଜନାରେ ବାର୍ଷିକ 2ଟି କିସ୍ତି 4000 ଟଙ୍କା ପ୍ରଦାନ କରାଯିବ। ପ୍ରଥମ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଏବେ ତୃତୀୟ କିସ୍ତି ମିଳିଛି, ଯାହାକି ଆଜି ବୁଧବାର ସିଏମ୍ କିଷାନ ଟଙ୍କା ଯାହାକି ଡିବିଟି ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ପଠାଯାଇଛି 2000 ଟଙ୍କା। ତ ସିଏମ୍ କିଷାନ ଯୋଜନାରେ ଯଦି ଆପଣମାନେ ମଧ୍ୟ ପାଇନାହାନ୍ତି ତାହେଲେ ଆପଣମାନେ ମଧ୍ୟ କିଛି ଦିନ ଅପେକ୍ଷା କରନ୍ତୁ, ସିରିଏଲ ବାଇ ସିରିଏଲ ଆପଣମାନେ ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।